गुड मॉर्निंग शुभ सकाळ आपମାନଙ୍କୁ ଓଡ଼ିଆ DRB TV ଚ୍ୟାନେଲରେ ସ୍ୱାଗତ। ଆଜି ଜାନୁଆରୀ 15 ତାରିଖ ଗୁରୁବାର ସକାଳର ଇମ୍ପୋର୍ଟାଣ୍ଟ ଖବର ଉପରେ ନଜର ପକାଇବା। ତ ଆପଣମାନଙ୍କୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ, କାରଣ ଆପଣମାନେ ଖୁବ୍ କମ୍ ସମୟ ଭିତରେ ଦେଶ ବିଦେଶ ଠାରୁ ଆରମ୍ଭ କରି ଆମ ରାଜ୍ୟର ସମ୍ପୂର୍ଣ୍ଣ ଖବର ଜାଣିପାରିବେ। ତ ଆପଣମାନେ ଭିଡ଼ିଓରେ ପ୍ରଥମେ ଥିଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦେବେ ଏବଂ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖିବେ। ଆଜିର ପ୍ରଥମ ଖବର, 10ମ ପାସ୍ କରିଥିବା ଯୁବକ ଯୁବତୀଙ୍କ ପାଇଁ ଆସିଲା ବଡ଼ ଖୁସି ଖବର। ଭାରତୀୟ ଡାକ ତରଫରୁ ଗ୍ରାମୀଣ ଡାକ ସେବକ GDS 2026 ନିଯୁକ୍ତି ପାଇଁ 25,000ରୁ ଅଧିକ ପଦବୀ ଖାଲି ରହିଛି। ଏହି ନିଯୁକ୍ତି ପାଇଁ କୌଣସି ଲିଖିତ ପରୀକ୍ଷା ହେବ ନାହିଁ, ସିଧାସଳଖ 10ମ ଶ୍ରେଣୀର ମାର୍କ ଆଧାରରେ ଚୟନ କରାଯିବ। ରିପୋର୍ଟ ଅନୁସାରେ ଡାକ ବିଭାଗ ଏହି ସପ୍ତାହରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିପାରେ। ଆବେଦନ ପ୍ରକ୍ରିୟା ଜାନୁଆରୀ 20 ପରେ ଆରମ୍ଭ ହେବ। ଏହା ଫେବୃଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବାର ସମ୍ଭାବନା ରହିଛି। ଆବେଦନ କେବଳ ଅନଲାଇନ୍ ଇଣ୍ଡିଆନ ପୋଷ୍ଟାଲ GDS online.gov.in ୱେବସାଇଟ୍ ମାଧ୍ୟମରେ କରାଯିବ। ଏହି ନିଯୁକ୍ତି ଶାଖା ପୋଷ୍ଟମାଷ୍ଟର BPM ଓ ସହାୟକ ଶାଖା ପୋଷ୍ଟମାଷ୍ଟର ABPM ଓ ଡାକ ସେବକ ପଦବୀ ଖାଲି ରହିଛି। 10ମ ପାସ୍ ଏବଂ ସ୍ଥାନୀୟ ଭାଷା ଜ୍ଞାନ ଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ। BPM ପଦବୀ ପାଇଁ 12,000ରୁ 29,000 ଏବଂ ABPM ଡାକ ସେବା ପାଇଁ 10,000ରୁ 24,000 ପର୍ଯ୍ୟନ୍ତ ମାସିକ ଦରମା ରହିଛି। ପରବର୍ତ୍ତୀ ନ୍ୟୁଜ୍, ମକର ସଂକ୍ରାନ୍ତି ଉପଲକ୍ଷେ ପୁଣି ଉପବାସ ରହୁଛନ୍ତି ମହାପ୍ରଭୁ ଲିଙ୍ଗରାଜ। ମଙ୍ଗଳବାର ସନ୍ଧ୍ୟାରୁ ଲିଙ୍ଗରାଜ ମନ୍ଦିର ସମସ୍ତ ନୀତିକାନ୍ତ ବନ୍ଦ ରହିଛି। ବଡ଼ସୁଆ ନିଯୋଗ ମାଧ୍ୟମରେ ବିବାଦ ହେତୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ମହାପ୍ରଭୁଙ୍କ ପାଖରେ ଏପର୍ଯ୍ୟନ୍ତ କୌଣସି ଭୋଗ ଲାଗିପାରି ନାହିଁ। ମକର ସଂକ୍ରାନ୍ତି ପରି ପବିତ୍ର ଦିନରେ ନୀତିକାନ୍ତି ବନ୍ଦ ହେବା ଭକ୍ତମାନଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି। ମଙ୍ଗଳବାର ହେବାକୁ ଥିବା କ୍ଷୀର ଆଉଟା ନୀତିକୁ ନେଇ ବିବାଦ ଅଧିକ ଗମ୍ଭୀର ହୋଇଯାଇଛି। କ୍ଷୀର ଆଉଟା ନୀତି କିଏ କରିବ, ଏଥିପାଇଁ ଦୁଇ ନିଯୋଗ ମାଧ୍ୟମରେ ଟଣାଓଟଣା ଚାଲିଥିବା ଜଣାପଡ଼ିଛି। ନୀତି ସମାଧାନ ପାଇଁ ଶୀଘ୍ର ପଦକ୍ଷେପ ନେବାକୁ ଭକ୍ତମାନେ ଦାବି କରିଛନ୍ତି। ନ୍ୟୁଜ୍, ନୂତନ ବର୍ଷ ଆରମ୍ଭ ସହିତ ଚାଷୀମାନଙ୍କର ମଧ୍ୟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନିଧି ଯୋଜନାର 22ତମ କିସ୍ତିକୁ ନେଇ ଆସିଛି ଆଗ୍ରହ ବଢ଼ିଛି। ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀମାନଙ୍କ ପ୍ରତି ମାସରେ 2,000 ଟଙ୍କା ପାଇଥାନ୍ତି। ଚାଷୀମାନଙ୍କୁ ଚାଷ କାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସରକାର ଏପର୍ଯ୍ୟନ୍ତ 22ତମ କିସ୍ତିର ସ୍ପଷ୍ଟ ତାରିଖ ଘୋଷଣା କରୁନାହାନ୍ତି। ଫେବୃଆରୀ 2026 ଆସିବାର ବହୁତ ଆଶଙ୍କା ରହିଛି। ଏଥର EKYC ସହିତ ଫାର୍ମର ID ଅନିବାର୍ଯ୍ୟ କରାଯାଇଛି। EKYC ଆଧାରରେ ବ୍ୟାଙ୍କ ଲିଙ୍କ, ଜମି ରେକର୍ଡ ଠିକ୍ ନଥିଲେ କିଛି ଅଟକି ଯାଇପାରେ। ଚାଷୀମାନେ pmkisan.gov.in ରେ ନିଜ ନାମ ତାଲିକାରେ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ନ୍ୟୁଜ୍, ରାଜନୀତି ମଙ୍ଗଳବାର ନୂଆ ପରିବର୍ତ୍ତନ ଦେଖିବାକୁ ମିଳିଛି। ହରିଓମ କଲ୍ୟାଣ ମଣ୍ଡପରେ ଆୟୋଜିତ ଆତ୍ମନିର୍ଭର ଭାରତ ସମିତି ସମାବେଶରେ କାର୍ଯ୍ୟକ୍ରମରେ ବିଜେଡିର ଅନେକ ପ୍ରମୁଖ ନେତା ଓ ନେତୃଦଳ ଛାଡ଼ି ଭାଜପାରେ ଯୋଗ ଦେଉଛନ୍ତି। ଏହି କାର୍ଯ୍ୟକ୍ରମରେ MEP ସୁକାନ୍ତ ପାଣିଗ୍ରାହୀ ଓ ଜିଲ୍ଲା ଭାଜପା ସଭାପତି ପଣ୍ଡିତ ବିଶ ମାଝୀ ଉପସ୍ଥିତ ଥିଲେ। ରାଜକୀୟ ବର୍ତ୍ତମାନ ସରପଞ୍ଚ ଗୀତାଞ୍ଜଳି ନାୟକ, ବ୍ଲକ ଅଧ୍ୟକ୍ଷ ରୀନା ପ୍ରଧାନ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଉଛନ୍ତି। ଏହା ସହ ପୂର୍ବତନ ବ୍ଲକ ବିଜେଡି ସଭାପତି ଅନ୍ୟାନ୍ୟ ସଭ୍ୟଙ୍କ ସମେତରୁ 200ରୁ ଅଧିକ କର୍ମୀ ଭାଜପାରେ ଯୋଗ ଦେବାର ଜଣାପଡ଼ିଛି। ଏହି ରାଜନୀତିକ ନୂଆ ମୋଡ଼ ଦେଇଛି। ପରବର୍ତ୍ତୀ ନ୍ୟୁଜ୍, ଡେନମାର୍କର ବରଫ ଯୁଦ୍ଧଙ୍କ ସମ୍ମୁଖୀନ ହେବା ପରେ ଆମେରିକୀୟ ସେନାବାହିନୀଙ୍କ ପାଇଁ ସୈନ୍ୟ ସହଯୋଗ ଗ୍ରୀନଲ୍ୟାଣ୍ଡର ଟ୍ରମ୍ପଙ୍କ ପାଇଁ ସହଜ ନୁହେଁ। ଗ୍ରୀନଲ୍ୟାଣ୍ଡକୁ ନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକ୍ରମଣ ମନୋଭାବକୁ ଡେନମାର୍କ ଗଭୀର ସୁରକ୍ଷା ଆପଦ ଭାବେ ଦେଖୁଛି। କୋପେନହେଗନ୍ ସ୍ପଷ୍ଟ କରିଛି ଯେ ଆମେରିକୀୟ ସୈନ୍ୟବାହିନୀ ଗ୍ରୀନଲ୍ୟାଣ୍ଡରେ ଅବତରଣ କରିବାକୁ ଚେଷ୍ଟା କରନ୍ତି, ତେବେ ସେଠାରେ ନିୟୋଜିତ ଡେନମାର୍କ ସୈନ୍ୟବାହିନୀକୁ ପ୍ରଥମେ ଗୁଳି ପରେ ପ୍ରଶ୍ନ ନୀତି ଅନୁସରଣ କରିବାକୁ ନିର୍ଦ୍ଦେଶ ମିଳିଛି।
ଟ୍ରମ୍ପ ଗ୍ରୀନଲ୍ୟାଣ୍ଡର ପ୍ରତିରକ୍ଷାକୁ ପରିହାସ କରି 2ଟି କୁକୁର ଓ ଗୋଟିଏ ସ୍ଲେଜ୍ ସହିତ ତୁଳନା କରିଥିଲେ ମଧ୍ୟ ବାସ୍ତବତାରେ ଏହାଠାରୁ ଅନେକ ଗୁଣ ଭୟଙ୍କର। ଗ୍ରୀନଲ୍ୟାଣ୍ଡର ନିୟୋଜିତ ଡେନମାର୍କରେ ଆର୍କଟିକ୍ ଯୁଦ୍ଧ ବିୟୋଗ 50 ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ଯୁଦ୍ଧ କରିଥିବା, ଥଣ୍ଡା ଜଳରେ ବୁଡ଼ିବା ଓ 6 ମାସ ପର୍ଯ୍ୟନ୍ତ ଚରମ ବରଫିଲା ପରିବେଶରେ ବଞ୍ଚିବା ପାଇଁ ପ୍ରଶିକ୍ଷିତ। ଏହି ଆଲାର୍ଟ ବଳରେ ଜେଗର୍ସ କ୍ରିପ୍ସ, ଫ୍ରେଗମେନ୍ ଓ ସେରିୟସ୍ ଡଗ୍ ସ୍ଲେଜ୍ ଓ ପେଟ୍ରୋଲ ଅନ୍ତର୍ଭୁକ୍ତ, ଯାହା ଗ୍ରୀନଲ୍ୟାଣ୍ଡ ଓ ଫର ଦ୍ୱୀପପୁଞ୍ଜର ସୁରକ୍ଷା ପାଇଁ ଦାୟିତ୍ୱବାନ। ଗଭୀର ମୃତ୍ତିକା ଖଣିଜ ସମ୍ପଦ ହେତୁ ଗ୍ରୀନଲ୍ୟାଣ୍ଡ ଟ୍ରମ୍ପଙ୍କ ଋଣନୀତିରେ କେନ୍ଦ୍ରବିନ୍ଦୁ ହୋଇଥିଲା ମଧ୍ୟ ଡେନମାର୍କର ବରଫ ଯୁଦ୍ଧର ସମ୍ମୁଖୀନ ହେବା ଆମେରିକା ପାଇଁ ପୃଥିବୀର ସବୁଠାରୁ କଠିନ ସାମରିକ ପରୀକ୍ଷା ହେବ ବୋଲି ସେନାବାହିନୀ ବିଶେଷଜ୍ଞମାନେ କହୁଛନ୍ତି। ହାତ ଛାଡ଼ିଲେ ସରକାର 125 କ୍ୱିଣ୍ଟାଲ ତଳକୁ ଧାନ ବିକୁଥିବା ଚାଷୀଙ୍କୁ ମିଳିବ 3100 ଟଙ୍କା। ରାଜ୍ୟରେ ଧାନ କିଣିବାକୁ ନେଇ ରାଜ୍ୟଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ୁଛି। ଟୋକନ ସମସ୍ୟା, କଟନୀ ଛଟନୀ, ଧାନ ବିକ୍ରି ଟଙ୍କା ଦେରୀ ଭଳି ଅନେକ ସମସ୍ୟା ସମସ୍ୟାରେ ଚାଷୀ ହନ୍ତସନ୍ତ ହୋଇଥିବା ବେଳେ ଯୋଗାଣ ମନ୍ତ୍ରୀ ଏକ ବୟାନ ଚାଷୀଙ୍କ ନିରାଶକୁ ଆହୁରି ମଧ୍ୟ ବଢ଼େଇ ଦେଇଛି। ମନ୍ତ୍ରୀଙ୍କ କଥା ଅନୁସାରେ ଚାଷୀ 150 କ୍ୱିଣ୍ଟାଲ ତଳକୁ ଧାନ ବିକ୍ରି କରିଛନ୍ତି, ଯେଉଁ ସେମାନଙ୍କୁ ପ୍ରତି କ୍ୱିଣ୍ଟାଲ ପ୍ରତ୍ୟୟ 3100 ଟଙ୍କା ଟଙ୍କା ଦର ମିଳିବ। କଥା ଅନୁସାରେ ଯେଉଁ ଚାଷୀ 150 କ୍ୱିଣ୍ଟାଲ ତଳକୁ ଧାନ ବିକ୍ରି କରିବେ ସେମାନଙ୍କୁ ପ୍ରତି କ୍ୱିଣ୍ଟାଲରେ 3100 ଟଙ୍କା ଦର ମିଳିବ, କିନ୍ତୁ ଏହାଠାରୁ ଅଧିକ ଧାନ ବିକ୍ରି କରୁଥିବା ଚାଷୀଙ୍କୁ କେବଳ 2300 ଟଙ୍କା ପାଇବେ। ଏହି ଘୋଷଣା ପରେ ବଡ଼ ଚାଷୀମାନେ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ସରକାର ସେମାନଙ୍କୁ ଅନ୍ୟାୟ କରୁଛନ୍ତି ବୋଲି ଅଭିଯୋଗ ଉଠୁଛି। ଧାନ କିଣାର ଅବ୍ୟବସ୍ଥାକୁ ନେଇ ରାଜନୀତି ମଧ୍ୟ ତୀବ୍ର ହୋଇଛି। ନବରଙ୍ଗପୁରରେ ବିଜେଡି ପକ୍ଷରୁ ଚାଷୀ ସମସ୍ୟାକୁ ନେଇ ଚକଜାମ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ପୂଜାର୍ଚ୍ଚନା ପରେ ମଣ୍ଡି ଖୋଲିଥିଲେ ମଧ୍ୟ ଚାଷୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଉନାହିଁ। ସମଗ୍ର ପରିସ୍ଥିତି ଚାଷୀମାନଙ୍କ ଦ୍ୱନ୍ଦ୍ୱକୁ ଅସନ୍ତୋଷ ଆହୁରି ମଧ୍ୟ ଗଭୀର କରିଦେଇଛି। ପରବର୍ତ୍ତୀ ନ୍ୟୁଜ, ବୁଲା କୁକୁର ମାମଲା। ସର୍ବୋଚ୍ଚ ଅଦାଲତରେ କୁକୁର କାମୁଡ଼ିବା ଏବଂ ମୃତ୍ୟୁ ରାଜ୍ୟ ଦେବା ମୋଟାଙ୍କର କ୍ଷତିପୂରଣ। ଦେଶରେ ବୁଲୁଥିବା ବୁଲା କୁକୁର ଆକ୍ରମଣର ଘଟଣାକୁ ଗୁରୁତ୍ୱ ଦେଇ ସର୍ବୋଚ୍ଚ ଅଦାଲତ ରାଜ୍ୟ ସରକାରଙ୍କୁ କଡ଼ା ଚେତାବନୀ ଦେଇଛି। ବୁଲା କୁକୁର ଦ୍ୱାରା ଶିଶୁ ବା ବୟସ୍କ ବୃଦ୍ଧମାନଙ୍କ ଉପରେ ହେଉଥିବା ଆକ୍ରମଣ ଫଳରେ ମୃତ୍ୟୁ କିମ୍ବା ଗୁରୁତର ଆହତ ଘଟଣା ପାଇଁ ସରକାରଙ୍କୁ ଦାୟୀ କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ସୁପ୍ରିମକୋର୍ଟ କହିଛି ଯେ ପ୍ରତ୍ୟେକ କୁକୁର କାମୁଡ଼ିବା ଏବଂ ଫଳସ୍ୱରୂପ ଘଟୁଥିବା ମୃତ୍ୟୁ ପାଇଁ ରାଜ୍ୟ ସରକାର ମୋଟାଙ୍କର କ୍ଷତିପୂରଣ ଦେବାକୁ ପଡ଼ିବ। ଏଥିସହ କୁକୁରମାନଙ୍କୁ ରାସ୍ତାରେ ଖାଇବାକୁ ଦେଉଥିବା ବ୍ୟକ୍ତି ଓ ସଂଗଠନଙ୍କ ଉପରେ ମଧ୍ୟ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖଣ୍ଡ ପିଠା ଖାଉଛନ୍ତି। ଯଦି କେହି କୁକୁରକୁ ଭଲ ପାଆନ୍ତି ଓ ଯତ୍ନ ନେବାକୁ ଚାହୁଁଛନ୍ତି ତେବେ ସେମାନେ ନିଜର ଘର କିମ୍ବା ପରିସର ମଧ୍ୟରେ ଏହା କରନ୍ତୁ। ସାଧାରଣ ଲୋକଙ୍କ ଜୀବନକୁ ବିପଦକୁ ପକାନ୍ତୁ ନାହିଁ। ଜନସାଧାରଣଙ୍କ ସୁରକ୍ଷା ସର୍ବୋପରି ବୋଲି ସର୍ବୋଚ୍ଚ ଅଦାଲତ ପୁନର୍ବାର କହିଛନ୍ତି। ପରବର୍ତ୍ତୀ ନ୍ୟୁଜ, ଗ୍ରୀନଲ୍ୟାଣ୍ଡରେ ଏକ ବିଶେଷ ପ୍ରକାରର କୁକୁର ସେନା ରହିଛି, ଯାହାକୁ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ସେନା ମଧ୍ୟ ଜଣାଯାଏ। ଏହି କୁକୁରମାନେ ଡେନମାର୍କର ନୌସେନାର ଏକ ଏଲିଟ୍ ୟୁନିଟ୍ର ଅଂଶ। ସେମାନେ ବରଫର କଡ଼ା ଢାକା ଓ ଆର୍କଟିକ୍ ଅଞ୍ଚଳରେ ପେଟ୍ରୋଲିଂ କରନ୍ତି ଏବଂ ଅତ୍ୟନ୍ତ କଠିନ ପରିବେଶରେ ମଧ୍ୟ ସହଜରେ କାମ କରିପାରନ୍ତି। ଏହି କୁକୁରମାନେ ଶବ୍ଦ, ଗନ୍ଧ ଦ୍ୱାରା ଶତ୍ରୁକୁ ଚିହ୍ନଟ କରିପାରନ୍ତି ଏବଂ ମେରୁ ଭାଲୁ ସହିତ ମଧ୍ୟ ଲଢ଼ିବାରେ କ୍ଷମତା ରଖନ୍ତି। -55 ଡିଗ୍ରୀ ତାପମାତ୍ରାରେ ମଧ୍ୟ ସେମାନେ ସହଜରେ ଚଳାଚଳ କରିପାରନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି କୁକୁର ସେନା ଗଠନ କରାଯାଇଥିଲା। ଗ୍ରୀନଲ୍ୟାଣ୍ଡ ଉପରେ ଆକ୍ରମଣ ହେଲେ ଭାରତୀୟ ସେନାମାନଙ୍କୁ ଏହି ଶକ୍ତିଶାଳୀ କୁକୁର ସେନା ସହିତ ମୁକାବିଲା କରିବାକୁ ପଡ଼ିବ, ଯାହା
କେବେ ହେଲେ ସହଜ ହେବ ନାହିଁ। ପରବର୍ତ୍ତୀ ନ୍ୟୁଜ୍, ଇରାନ ଆମେରିକାରେ ଚାଲିଥିବା ତଣାତଣି ପରିସ୍ଥିତି ମଧ୍ୟରେ ପଶ୍ଚିମ ଏସିଆର ମୁସଲମାନ ଦେଶ କତର ଆମେରିକାକୁ କଡ଼ା ଚେତାବନୀ ଦେଇଛି। କତର କହିଛି ଯେ ଯଦି ଆମେରିକା ଇରାନ ଉପରେ ଆକ୍ରମଣ କରେ ତେବେ ତାହାର ପରିଣାମ ଅତ୍ୟନ୍ତ ଭୟଙ୍କର ଓ ବିନାଶକାରୀ ହେବ। ଦୋହାରେ ଆୟୋଜିତ ଏକ ପ୍ରେସ୍ କନଫରେନ୍ସରେ କତର ବିଦେଶିକ ମନ୍ତ୍ରଣାଳୟରେ ଏକ ପ୍ରମୁଖ ଆଜେଦ୍ ଅଲ୍ ଅନସାରୀ କହିଛନ୍ତି ଯେ ଯୁଦ୍ଧ କିମ୍ବା ସାମରିକ ସଂଘର୍ଷ କେବଳ ସମ୍ପୂର୍ଣ୍ଣ ଅଞ୍ଚଳକୁ ଅସ୍ଥିର କରିଦେବ। ସେ କହିଛନ୍ତି ପୂର୍ବରୁ ଯେତେବେଳେ ଆମେରିକା ଇରାନ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିଥିଲା ସେତେବେଳେ ଇରାନ ପ୍ରତିକ୍ରିୟା ସ୍ୱରୂପ କତରରେ ଥିବା ଆମେରିକା ସାମରିକ ଆଡ୍ଡାକୁ ଟାର୍ଗେଟ କରିଥିଲା। ଏହି କାରଣରୁ କତର ଭୟଭୀତ ଯେ ପୁଣି ଏଭଳି ଆକ୍ରମଣ ହେଲେ ଦେଶଟି ଗୁରୁତର ସଙ୍କଟପନ୍ନ ହୋଇପାରେ। ଏହା ସହିତ ଇରାନ ଭାରତରେ ଚାଲିଥିବା ହିଂସ୍ର ପ୍ରଦର୍ଶନ ମଧ୍ୟ ପରିସ୍ଥିତିକୁ ଆଉ ଅଧିକ ଗମ୍ଭୀର କରିଦେଇଛି। ତ ଆଜିର ମୁଖ୍ୟ ଖବରକୁ ଏଇଠି ରଖୁଛି। ଆପଣଙ୍କୁ ଅନୁରୋଧ ଭିଡ଼ିଓଟିକୁ ଗୋଟେ ଲାଇକ୍ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।